ଜୟ ଜଗନ୍ନାଥ। ଆଜି ଭଲ କଥା ମନେ ରଖ। କାହାନ୍ତି ପଞ୍ଚସଖା। କଣ କାହାନ୍ତି? ଏତିକି କଥା ମନେ ରଖ। ପଞ୍ଚସଖା ହେଉଛନ୍ତି ତିନି ପ୍ରକାର। ପଞ୍ଚସଖା କେତେ ପ୍ରକାର? ତିନି ପ୍ରକାର। ତ ମୁଁ ଦୁଇଟି ପଞ୍ଚସଖା କହିବି, ଆଉ ଗୋଟେ ପଞ୍ଚସଖା କହିବି ନା। ଅର୍ଥାତ୍ ବର୍ତ୍ତମାନ ଅନେକ ପଞ୍ଚସଖା ବାହାରିଛି। ଅନେକ ବେତ ଅଚ୍ୟୁତାନନ୍ଦ ମହାପୁରୁଷ ବେଶୀ ବାହାରିଛନ୍ତି। ତାପରେ ଠାକୁର ବି ବେଶୀ ବାହାରୁଛନ୍ତି। ମହାପୁରୁଷଙ୍କ ଶିବକଳ୍ପ ଶାସ୍ତ୍ର ଗ୍ରନ୍ଥ ଥିବ, ସେଥିରେ ଦେଖିବେ ଲେଖିଛନ୍ତି। ହେତୁ ଦିଆ ପାଞ୍ଚ, ଦ୍ୱିତୀୟ ପଞ୍ଚସଖା 256 ଆଉ ଓଳା ଶୁଣି ଥାରେ ଅର କୀଟରାସ ସର୍ବ ପରେ ଶେଷ ସେ। ମହାପୁରୁଷ ଯେତେ ଗୁଡ଼ିଏ କଳ୍ପ ଲେଖିଛନ୍ତି ସବୁଠୁ ସାର ହଉଛି ଶିବକଳ୍ପ। ସବୁ ସାର କି ଶିବକଳ୍ପ। ଯେମିତି ଅଷ୍ଟାଦଶ ପୁରାଣ ଭିତରେ ସବୁଠୁ ସାର ହେଲା ଭାଗବତ। ଭାଗବତ ପଢିବା ଯାହା ସବୁ ଯାକ ପଢିବା ହଉଛି ସେଇଆ, କାରଣ ସକଳ ଶାସ୍ତ୍ର ଭାଗବତ ଅଭ୍ୟାସ କରିଥିବ। ସେମିତି ଶିବକଳ୍ପ ଶାସ୍ତ୍ରଟି ସବୁଥିରୁ ଟିକେ 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 ରହିଛି ସେ ଶାସ୍ତ୍ର ଖଣ୍ଡିକ। ତାଙ୍କ ନା ବହି ନା କଣ? ଶିବ ସାରସ୍ୱତ ବା ଶିବକଳ୍ପ। এইটা সে লিখিলেন হেতু দিয়া ପାଞ୍ଚ, ନିତ୍ୟ ପଞ୍ଚସଖା। ହେତୁ ଦିଆ ପଞ୍ଚସଖା, ନିତ୍ୟ ପଞ୍ଚସଖା। 256କୁ ଛାଡ, ସେ ତ ଅଲଗା। ଆମ ପଞ୍ଚସଖା ଉପରେ ଚାଲିଛି। ଗୋଟିଏ କହିଲେ ମହାପୁରୁଷ କଣ କହିଲେ? ହେତୁ ଦିଆ ପାଞ୍ଚ, ନିତ୍ୟ ପଞ୍ଚସଖା। 256 ଆଉ ଓଳା ଶୁଣି ଥାରେ ଅର କୀଟରାସ ସର୍ବ ପରେ ଶେଷ। ପଞ୍ଚସଖା ଠାରୁ କହିବା ବଢିକି ଏଠୁ ବଢି କେହି ନାହିଁ। ସନ୍ଧି ବାନ୍ଧି କରି ଯିଏ ଯେତେ କହିବେ ତା ଉଦର ପୋଷିବେ। ବୁଝିନାହାନ୍ତି? ଗୋଟେ ହେଲେ ହେତୁ ଦିଆ ପଞ୍ଚସଖା, ନିତ୍ୟ ପଞ୍ଚସଖା, ପଞ୍ଚସଖା। ତମେ କହିବ କେମିତି? ପ୍ରମାଣ ଦେଖ। ଚୈତନ୍ୟ ମହାପ୍ରଭୁ ଯେତେବେଳେ ବଙ୍ଗଳାରୁ ଆସିଲେ, ବଙ୍ଗଳାରୁ ମଧ୍ୟ ତାଙ୍କ ସଙ୍ଗରେ ପଞ୍ଚସଖା ଆସିଥିଲେ। ସେତେବେଳେ ଓଡ଼ିଶାରେ ମଧ୍ୟ ପଞ୍ଚସଖା ଆସିଥିଲେ। ଅଚ୍ୟୁତ, ଅନନ୍ତ, ବଳବନ୍ତ, ଯଶୋବନ୍ତ, ଜଗନ୍ନାଥ, ଇଏ ସବୁ ପଞ୍ଚସଖା। ସେ ପଞ୍ଚସଖା ଏ ପଞ୍ଚସଖା ସହିତ ଭେଟାଭେଟି ମଧ୍ୟ ହେଇଛି। ତାପରେ ବଙ୍ଗଳାରୁ ଯୋଉ ପଞ୍ଚସଖା ଆସିଥିଲେ, କଣ କଲେ? ଚୈତନ୍ୟ ମହାପ୍ରଭୁ ତାଙ୍କୁ ବିଦା କରିଦେଲେ। ଇଏ ପଞ୍ଚସଖାଙ୍କ ପାଖରେ ଚୈତନ୍ୟ ମହାପ୍ରଭୁ ଖେଳ। ବୁଝିପାରିଲେ ନା ବୁଝିପାରିଲେ? କିନ୍ତୁ ଏଥିରେ ଗୋଟେ ମଞ୍ଜି ରହିଲା। ମହାପୁରୁଷ ଅଚ୍ୟୁତଙ୍କର 13 ଜନ୍ମ ତମେ ଦେଖିବ, ସେ ଲେଖିଛନ୍ତି ସୁନ୍ଦରା ରୂପକ ସୁନ୍ଦରାନନ୍ଦ ରୂପରେ ସେ ଜନ୍ମ ହେଇଥିଲେ ବୋଲି ମଧ୍ୟ ଲେଖିଛନ୍ତି। ସୁନ୍ଦରାନନ୍ଦ ଯିଏ, ସେ ମନେ ରଖିଥାଉ ବଙ୍ଗଳା ଲୋକ। ସେ ଚୈତନ୍ୟଙ୍କ ସାଙ୍ଗରେ ଆସିଥିଲେ। ସୁନ୍ଦରାନନ୍ଦ, ଅଚ୍ୟୁତାନନ୍ଦ ଇଏ 2 ଜଣ ଭେଟାଭେଟି ହେଇଛନ୍ତି। ତାହେଲେ ମହାପୁରୁଷ କାହିଁକି କହିଲେନି ସୁନ୍ଦରାନନ୍ଦ? ହେଲା, ଯଦି ସୁନ୍ଦରାନନ୍ଦ ଅଚ୍ୟୁତାନନ୍ଦ ମହାପୁରୁଷ ହେଲେ, ଅନ୍ୟ 4 ଜଣ ଇଏ ପଞ୍ଚସଖା ଭିତରେ କିଏ? ଇଏ କୃଷ୍ଣଙ୍କ, ଇଏ କଣ ଚୈତନ୍ୟଙ୍କ କଥା ଦ୍ୱାପର ଯୁଗ ପଳା ଠାକୁର ଆସିଲେ। ରାମ, ସୁଦାମ, ମଧୁବଳ, ଏଇ ଯୋଉ ପଞ୍ଚସଖା ଆସିଥିଲେ, ସୁବର୍ଷ, ଏସବୁ ନଥିଲେ କି? କୃଷ୍ଣ କହିଲେ ଛୁଆ ବେଳେ ତାଙ୍କ ସାଙ୍ଗେ ଖେଳ କଲେ। ହେଲା, ଯେତେବେଳେ ଖେଳ କଲେ ତାଙ୍କୁ ସେଠି ଛାଡିକି ପଳେଇ ଆସିଲେ।
ପାଣ୍ଡବ ମାନଙ୍କ ସହିତ ଖେଳିଲେ। ମୋ କଥାଟା ବୁଝ। ପାଣ୍ଡବ ମାନେ ସାଙ୍ଗ କଣ ଆସିକି ଖେଳ କଲେ, ଖେଳ କଲେ ନିଜେ ଅଚ୍ୟୁତ ମଧ୍ୟ ଲେଖିକି ପ୍ରମାଣ ଦେଇଛି। ପାଣ୍ଡବ ମାନଙ୍କ ଭିତରେ ସେ ନିଜେ ସହଜ ହେବେ, ସେଟା ଆମେ କରୁ। ମହାପୁରୁଷ ନିଜେ ପ୍ରମାଣ ଦେଇଛି। ତାହେଲେ ସେ 4 ଜଣ ଫେରେ ପଞ୍ଚସଖା ଭିତରୁ କିଏ ସେ? ଦୁଇଟା ପଞ୍ଚସଖା ରହୁନାହାନ୍ତି? ଚୈତନ୍ୟ ସମୟରେ ଦୁଇଟି, ପୁରୁଷୋତ୍ତମ ସମୟରେ କଣ ଦାମ ସୁଦାମ ମଧୁମଙ୍ଗଳ, ସିଏ ଛୁଆ ବେଳର ପଞ୍ଚସଖା, ବଡ ହେଲା ବେଳେ ପାଣ୍ଡବ ମାନେ ରହିଲେ ପଞ୍ଚସଖା। ନଳ, ନୀଳ, ସୁଜନ, ଜାମ୍ବମାନ, ହନୁମାନ ଏମିତି ରହିଲେ କଣ ପଞ୍ଚସଖା, ବୟସ ବେଳର ପଞ୍ଚସଖା ହେଲା। ତାହେଲେ ଯେତେବେଳେ ବଡ ହେଲେ ଆସିଲେ ଇଏ ପଞ୍ଚସଖା ସହିତ ଖେଳିଲେ। ସୀତା ଚୋରି ହେଲା ପରେ, ଜଙ୍ଗଲକୁ ଆସିଲା ପରେ ଇଏ ପଞ୍ଚସଖା ସହିତ ଭେଟ ହେଲା। କାରଣ ଛୁଆ ବେଳେ ଥିଲେ କୋଉ ପଞ୍ଚସଖା? ଠିକ ନା ଭୁଲ? ଖାଲି ପଞ୍ଚସଖା କହିଦେଲେ, ପଞ୍ଚସଖା ରସ। ବର୍ତ୍ତମାନ ଅନେକ ବାହାରିଲେଣି ମହାପୁରୁଷ। ତମେ କୋଉ ମହାପୁରୁଷ? 3 ପ୍ରକାର ମହାପୁରୁଷ ଦେଇଛନ୍ତି ପଞ୍ଚସଖା। ଚତୁର୍ଦିଆ ପଞ୍ଚସଖା, ନିତ୍ୟ ପଞ୍ଚସଖା, ପଞ୍ଚସଖା। ଚତୁର୍ଦିଆ ଅଚ୍ୟୁତ, ନିତ୍ୟ ଅଚ୍ୟୁତ, ଅଚ୍ୟୁତ। ମନେ ରଖ, ଯୁଗେ ଯୁଗେ ପ୍ରଭୁଙ୍କର ଜନ୍ମ ସଙ୍ଗେ ଯେତେ ଜନ୍ମ ହେଇଛନ୍ତି ଅବତାର, ସବୁବେଳେ ଦୁଇଟି ପଞ୍ଚସଖାକୁ ନେଇ ଖେଳିଛନ୍ତି। କେତୋଟି? ଦୁଇଟି। ଚୈତନ୍ୟ 2 ପ୍ରକାର, କୃଷ୍ଣ କଲେ 2 ପ୍ରକାର, ରାମଙ୍କର 2 ପ୍ରକାର, ନାରାୟଣଙ୍କର ମଧ୍ୟ 2 ପ୍ରକାର, ସତ୍ୟ ଯୁଗରେ। ହେଲା। ତେଣୁ ଆମେ ଗୋଟିଏ ଗୋଟିଏ ଦିଟା କହୁଛୁ। ଦ୍ୱାପର ଯୁଗ ରଖିଲୁ ଗୁପ୍ତ ଗୋଟାଏ, ସତ୍ୟ ଯୁଗ ରଖିଲୁ ଗୁପ୍ତ ଗୋଟାଏ, ଏଟା କହିହବ ନା। ଆଉ ଗୋଟେ ପଞ୍ଚସଖା, ସେ ସଦା ସର୍ବଦା ମହାପ୍ରଭୁଙ୍କ ପାଖରେ ଥାନ୍ତି। ହେଲା। ଯେମିତି ଠାକୁର ଅବତାର ହୁଅନ୍ତି ହଂସ କଳା ଅବତାର, ସେମିତି ପଞ୍ଚସଖା ମାନେ ମଧ୍ୟ ହଂସ କଳା ନେଇକି ଅବତାର। ତମେ କହିବ ତାହେଲେ ତ ସିଏ ଯଦି ପଳେଇ ଆସିବେ, ଫେରେ ଗୋଲୋକ ଧାମରେ ରହିବ କି? ଠିକ ନା ଭୁଲ? ଦେଖ ଭାଗବତରେ କାଜି ଜଗନ୍ନାଥ ସେ 16 କଳା, ତହୁ କଳା ଏ ନନ୍ଦ ଓଳା, କଳାକୁ 16 କଳା କରି ଗୋପାଳ ବଚ ନାରୀ। ଦେଖା ହେଇନି? ଜଗନ୍ନାଥ ତ ପୂର୍ଣ୍ଣ ବ୍ରହ୍ମ 16 କଳା ନା। ତା ଦେହରୁ ଗୋଟିଏ କଳା ନେଇ ଆଇଲେ, ଆଉ ରହିବେ 15 କଳା। ସେ କଣ ଅଧା କଳା ଥିଲେ? ସେ ବା ପୂର୍ଣ୍ଣ ବ୍ରହ୍ମ, ସବୁବେଳେ ପୂର୍ଣ୍ଣ। ତମେ ମନ୍ଦିରକୁ ସବୁ ଯାଇଛ ନା? ଦୀପ ଲଗେଇଛ ନା ଲଗାଉନି? ମନ୍ଦିରରେ ସବୁ ଦୀପ ଲଗାନ୍ତିନି ନା? ଗୋଟେ ଦୀପ ଜଳୁଥିବ, ଦିଆସିଲି ନଥିବ, ସେ ଦୀପ ଦେହରୁ ଲୋକ ଦୀପ ଲଗେଇକି ଆଉ ଗୋଟେ ଦୀପ ଥୋଇଦିଏ। କୁହନ୍ତି ନାଇଁ ନା? ଗୋଟିଏ ଦୀପରୁ 100 ଦୀପ ଲଗା ହୁଏ, କିନ୍ତୁ ମୂଳ ଦୀପ ଯୋଉ ଥିବ ତା ଦେହରୁ କଣ ଅଗ୍ନି କମିଯାଏ? ସେ ଯେମିତି ସେମିତି। କିନ୍ତୁ ମହାପ୍ରଭୁ ସ୍ୱୟଂ ଜଗନ୍ନାଥ ସେ ଯେମିତି ସେମିତି, ସେ ଯେତେ କଳା ନିଅନ୍ତୁ, ସେ ଯୋଉ ପୂର୍ଣ୍ଣ ବ୍ରହ୍ମକୁ ସେଇ ପୂର୍ଣ୍ଣ। ସେମିତି ପଞ୍ଚସଖା ଯିଏ ମହାପ୍ରଭୁ ଗୋଲୋକ ଧାମ ବୈକୁଣ୍ଠ ଧାମରେ ଯୋଉ ପଞ୍ଚସଖା ରହିଲେ, ସିଏ ଯେମିତି ମହାପ୍ରଭୁ ସିଏ ମଧ୍ୟ ସେ ସେଥିରୁ ଅଂଶ ନେଇକି ଆସନ୍ତି, କିନ୍ତୁ ସେଠି ସିଏ ରହିଥାନ୍ତି। ବୁଝିପାରୁଛ ନା? ତେଣୁ ପଞ୍ଚସଖା ତତ୍ତ୍ୱ ହଉଛି ଦୃଢ ତତ୍ତ୍ୱ। ମହାପ୍ରଭୁ ସବୁ ଯାକର ପ୍ରମାଣ ଦେଇଛନ୍ତି, ଆମେ କହୁନୁ।
ତମମାନଙ୍କୁ କହିବାର ତାତ୍ପର୍ଯ୍ୟ କଣ, ଯଦି ପଞ୍ଚସଖା ପ୍ରଭୁଙ୍କ ଯେତେବେଳେ ଆସିଲେ ସବୁବେଳେ ଦୁଇଟା ପଞ୍ଚସଖା ନେଇକି ଆସିବେ ନା, ତାହେଲେ ତ୍ରେତୟା ଯୁଗରେ ଏଇ ଯୋଉ ଜାମ୍ବବ, ନଳ, ନୀଳ, ସୂଚନ, ଏଇ ହନୁମାନ, ଏଇ ଯୋଉ ପଞ୍ଚସଖା ଥିଲେ, ଇଏ କଣ ତା ବଡ ବେଳେ ପଞ୍ଚସଖା, ଛୁଆ ବେଳେ ପଞ୍ଚସଖା ଥିଲେ କି? ଠିକ ନା ଭୁଲ? କୃଷ୍ଣଙ୍କ ସମୟରେ ଦାମ, ସୁଦାମ, ମଧୁମଙ୍ଗଳ ଇଏ ସବୁ ଥିଲେ ଛୁଆ ବେଳେ ପଞ୍ଚସଖା। ବଡ ହେଲାକୁ ପାଣ୍ଡବ ମାନେ ଆଇଲେ, ଚୈତନ୍ୟ ଯେତେବେଳେ ଆସିଲେ ବଙ୍ଗଳାରେ ଥିଲେ ପଞ୍ଚସଖା, ଉତ୍କଳରେ ଥିଲେ ପଞ୍ଚସଖା, ସବୁ ଦିଟା ପଞ୍ଚସଖା ରହିଲେ। ଏଇ ହଉଛି ପଞ୍ଚସଖା। ସେଥିପାଇଁ ମହାପୁରୁଷ ଅଚ୍ୟୁତ କୁହନ୍ତି। ସେଠୁ ଦିଆ ପାଞ୍ଚ ନିତ୍ୟ ପଞ୍ଚସଖା 256 ଆଉ ଓଳା ଶୁଣିଠାରେ ପଞ୍ଚସଖା ଠାରୁ କହିବା ବଢିକି ଏଠି ବଳି ଦେଇ ନାହିଁ ସନ୍ଧି ବାନ୍ଧି କରି ଯେତେ କହିବେ ତା ଉଦର ପୋଷିବ। ସେଟା ବୁଝିପାରିଲେ ନା ବୁଝିପାରିଲେ? ତେଣୁ ପଞ୍ଚସଖା ସତ୍ୟ ବୁଝି ହଉଛି। ପ୍ରଭୁ ଯେମିତି ସତ୍ୟ, ପଞ୍ଚସଖା ହିଁ ସତ୍ୟ। ସେଇ ପଞ୍ଚସଖାଙ୍କ ସଦିଚ୍ଛା ପୂର୍ଣ୍ଣ ହଉ, ମହାପ୍ରଭୁ ଜଗନ୍ନାଥଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ ଗବା।